ଆମର ସାର୍ 1.5 ବର୍ଷ ପୂର୍ବରୁ ପାର୍ଟି ବୁକ୍ ହେଇଥିଲା ସେତେବେଳେ 3 ଲକ୍ଷ ଯେତେବେଳେ ତାଙ୍କର 3 ଲକ୍ଷରେ ଆମର ଏଗ୍ରିମେଣ୍ଟ ଯେତେବେଳେ ଆମର ଖାଲି ଡାଇରେକ୍ଟ ଗୋଟେ ଡେଟ୍ ଆଣିଥିଲୁ 3 ଲକ୍ଷ ଟଙ୍କା ରେଟ୍ ଥିଲା। ଆମେ ଯେତେବେଳେ ସେ ଡେଟ୍ ଆମର ଯେଉଁ ଶିବରାତ୍ରି ବାସି ଦିନ ହେବା କଥା ଯାତ୍ରା ତାପରେ ହେଉଛି ଯେହେତୁ କ୍ୟାନସଲ୍ ହେଇଗଲା ଯେଉଁ ପରମିସନ୍ ମିଳିଲାନି ଯେଉଁ ପିଲାଙ୍କ ଏକ୍ଜାମ୍ ଥିଲା ସେଥିପାଇଁ ହେଉଛି ଆମର ତାପରେ ଯାଇଥିଲେ ପୁଣି ଏଗ୍ରିମେଣ୍ଟ କରିବା ପାଇଁ ଗଲୁ ସେ 3.5 ଲକ୍ଷର ପର୍ ନାଇଟ୍ ମାନେ ଏଗ୍ରିମେଣ୍ଟ କଲା ଆଉ ଯାହାଫଳରେ ସେ 3.5 ଲକ୍ଷର ଆକ୍ଚୁଆଲି ପାର୍ଟି ନୁହେଁ ସେ ଯେହେତୁ ମାନେ ଆମକୁ ଆମେ ବାରମ୍ବାର ତା ପାଖକୁ ଗଲେ ସେ ଆମ ୟୁସ୍ ଦେଖି ସେ ଆମକୁ 3.5 ଲକ୍ଷ ଟଙ୍କା ଏଗ୍ରିମେଣ୍ଟ କରିନେଲେ। ଅସୁବିଧା ହେଉଛି ସେ ହେଉଛି ବ୍ୟାନର ଆର୍ଟିଷ୍ଟ ଯାହା ଦେଇଥିଲେ ସେ ଫାର୍ଷ୍ଟ ନାଇଟ୍ରେ ଆମର ଯେଉଁ ସୋନାଲି ମ୍ୟାଡ଼ାମ୍ ଥିଲେ ହିରୋଇନ୍ ଥିଲେ ଆଉ ହେଉଛି ଅଶ୍ୱିନୀ ଯେଉଁ ଅର୍ଜୁନ ଭାଇ ଯେଉଁ ଯିଏ ସେ ଆମର ହିରୋ ରୋଲ୍ କରିବା ପାଇଁ ଥିଲେ ସେ ଯେହେତୁ ସେ ଆସିପାରିଲେନି ବାଧ୍ୟ ହୋଇକି ସେ ଲାଗି ଆମର ଫାର୍ଷ୍ଟ ନାଇଟ୍ରୁ ଯେହେତୁ ଯେଉଁ ପ୍ରଚାର ଗାଡ଼ିର ଯେତେବେଳେ ତାଙ୍କ ନାଁ ଆନାଉନ୍ସ ହେଲାନି ସେଇଠୁ ଆମର फ्लॉप ହେଇଗଲା ଫାର୍ଷ୍ଟ ନାଇଟ୍ ଫ୍ଲପ୍ ହେଇଗଲା ତ ସେଇ ଅନୁସାରେ ସେକେଣ୍ଡ ଥାର୍ଡ଼ ଫୋର୍ଥ ସବୁଦିନ ଫ୍ଲପ୍ ହେଇଗଲା। ଫାର୍ଷ୍ଟ ନାଇଟ୍ରେ ଜମା ଏଲ୍ଇଡ଼ି ଚଲେଇ ନାହାନ୍ତି ପତପତ କରି ଖାଲି ବନ୍ଦ କରିଦେଲେ। ଫାର୍ଷ୍ଟ ନାଇଟ୍ରେ ଆମେ ସେକେଣ୍ଡ ରାତି ଯେତେବେଳେ କମ୍ପ୍ଲେନ୍ କଲୁ ସେକେଣ୍ଡ ନାଇଟ୍ କରି ଚଲେଇଲେ ଏଲ୍ଇଡ଼ି ଖରାପ ଲାଇଟ୍ ଫାଇଟ୍ ଆଉ ଭଲ ନାହିଁ ମ୍ୟୁଜିସିଆନ୍ ବି ଆଉ ସେମାନେ ରଖିନାହାନ୍ତି ଭଲ ଯେହେତୁ ଗୋଟେ ସିଙ୍ଗର ଗୀତ ଗାଇବା ପାଇଁ ଆସିବ ମାନେ ନିହାତି ଗୋଟେ ଭଲ ମ୍ୟୁଜିସିଆନ୍ ନହେଲେ ସେ ଗୀତ ଗାଇପାରିବନି ଯେହେତୁ ସେମାନେ ପପୁଲାର ସିଙ୍ଗର ଅଛନ୍ତି ଆଉ ତାଙ୍କ ପାଇଁ ସେ ଡାଇରେକ୍ଟ ଆସିକି ଯେମିତି ପାର୍ଟି ପ୍ରୋଗ୍ରାମ କରନ୍ତି ରିମିକ୍ସ ଗୀତରେ ସେମାନେ ପ୍ରୋଗ୍ରାମ କରିକି 4 ରାତି ଲେଖେ ବର୍ତ୍ତମାନ ଆମେ ସମାଧାନ ଚାହୁଁଛୁ। ଆମର ଯେଉଁ କ୍ଷତିଟା ହେଇଛି ଆମର ଯେଉଁ ମାନେ 15 ଲକ୍ଷ ଟଙ୍କା ଆମର ଖର୍ଚ୍ଚ ବେଳେ ଆମକୁ ସମୁଦାୟ 6 ଲକ୍ଷ ଟଙ୍କା ବେପାର ଟୋଟାଲ ହେଇଛି। ଆମେ ବର୍ତ୍ତମାନ ଯେଉଁ କମିଟି ମେମ୍ବର ଆମେ ସବୁ 10 ଲକ୍ଷ ଟଙ୍କା ଦେଇଦେଇଛୁ ମାଲିକକୁ 10 ଲକ୍ଷ ଟଙ୍କା ଆମେ ପେମେଣ୍ଟ କରିଦେଇଛୁ। ବର୍ତ୍ତମାନ ଆମର 6 ଲକ୍ଷ ଟଙ୍କା ମାନେ ସମୁଦାୟ ବେପାର ହେଇଛି ଆମେ ସେଥିରୁ ଆଉ 4 ଲକ୍ଷ ଟଙ୍କା ଲସ୍ରେ ଅଛୁ। ତାପରେ ମାଲିକ ବର୍ତ୍ତମାନ କହୁଛି ଆମକୁ ଆଉ 3.5 ଲକ୍ଷ ଟଙ୍କା ଦେବା ପାଇଁ। ହଁ ନାଣ୍ଡୁଆକୁ ପ୍ରତ୍ୟେକ ରାତି ଆମେ ଜଣାଉଛୁ ଏମିତି ପ୍ରୋବ୍ଲେମ୍ ହେଉଛି ଯାହାଫଳରେ ଆମର ବେପାର ହେଉନି। ତାଙ୍କ ମ୍ୟାନେଜରକୁ ଜଣାହେଉଛି ନାଣ୍ଡୁଆକୁ ଜଣାହେଉଛି ସବୁଦିନ ଆମେ କଣ୍ଟାକ୍ଟ ରହୁ ତାଙ୍କ ସହିତ। ସେ ଡାଇରେକ୍ଟ କହୁଛନ୍ତି ସେ ବର୍ତ୍ତମାନ ଆମେ କିଛି ପଇସା ରିଟର୍ନ ନାହିଁ ଆପଣ ଯଦି କହୁଛନ୍ତି ଆପଣ 3,50,000 ଆମକୁ ଦେବା କଥା 10,000 କାଟିକି 3,40,000 ଆମକୁ ଦେଇଦିଅନ୍ତୁ। ସେ ପଇସା ଆମର ଲସ୍ ହେଇଛି ସେଟା ସେ ନ ବୁଝିକି ସେ ଚାହୁଁଛନ୍ତି ବର୍ତ୍ତମାନ ଆମକୁ ଆମ ପଇସାଟା କ୍ଲିୟର କରିଦିଅ। ନାଣ୍ଡୁଆ ନିଜେ କହିଛନ୍ତି ସକାଳୁ ଆମେ ତାଙ୍କୁ ସାର୍ ଆପଣ ଯେହେତୁ ଆମର ଭୁଲ ଅଛି ଆମର ଯେହେତୁ ଆମର ମାନେ ପଇସା ରୋଜଗାର ହେଇନାହିଁ ଆମେ ତାଙ୍କୁ ସବୁ ଆଜ୍ଞା ଆପଣ ସାର୍ କହୁଛନ୍ତି ସିଏ ତାଙ୍କୁ ନହେଲା କ'ଣ ହେଲା ଆମକୁ ମାନେ ବେଖାତିର ଇଗ୍ନୋର କରୁଛନ୍ତି କଥାକୁ ସବୁ କଥାକୁ। କାହାକୁ ଦାୟୀ ଭାବୁଛନ୍ତି? ହଁ ଦାୟୀ ବର୍ତ୍ତମାନ ମାଲିକ ନିଜେ ତ ଦାୟୀ ହେବେ ଏକ୍ଟର ରହିନାହାନ୍ତି ଯେହେତୁ ତାଙ୍କର ପ୍ରୋବ୍ଲେମ୍ ଆମେ ତାଙ୍କୁ କହିଛୁ। ଆମେ ତାପରେ ସେକେଣ୍ଡ କଥା ହେଲା ଆମର ଯେଉଁ ତାଙ୍କର ହିଟ୍ ନାଟକ ଗୋଟେ ଅଛି ଜନହିତ ଝଡ଼ ଆମେ କଥା ହେଇଥିଲା ଆମର ଡବଲ ଦୁଇ ରାତିରେ ଯାତ୍ରା କରିବା ପାଇଁ କଥା ହେଇଥିଲା କିନ୍ତୁ ସେ ଗୋଟେ ରାତି ପରେ ସେକେଣ୍ଡ ରାତି କରିବା ପାଇଁ ସେ ମନା କରିଦେଲେ ଯାହାଫଳରେ ଆମର କାପାତ ସେଇ ନାଟକଟା କରିଥିଲେ ନହେଲେ ଆମର କିଛି ଆଉ ପଇସା ରିକଭରି ହେଇପାରିଥାନ୍ତା। ଆମେ ବେଙ୍ଗଲୋରୁ ଆସିଲୁ ଆମ ଗାଁରେ ଗୋଟେ ବଡ଼ ଯାତ୍ରା ଅନୁଷ୍ଠାନ ହେଉଛି ତୁଳସୀ ଗଣଟେ ଆସି କରିକି ଆମେ ବେଙ୍ଗଲୋରୁ ଆସିଲୁ ଯାତ୍ରା ଦେଖିବା ପାଇଁ 300 ଟଙ୍କା ଟିକେଟ୍ କାଟିକି ଦେଖିମୁ ଯେ ତାର ଭିତରୁ ଗଲା ଭିତରେ ତାର ଲାଇଟ୍ ନାହିଁ ତାର ଏଲ୍ଇଡ଼ି ବନ୍ଦ ହେଇଯାଉଛି। ଯେଉଁ ହିରୋଇନ୍ ଆମର ଥିବା ସୋନାଲି ପଣ୍ଡା ସିଏ ଫାର୍ଷ୍ଟ ରାତି ଥିଲାନି ଆମେ 300 ଟଙ୍କା ଟିକେଟ୍ ଆସିଲୁ ଆଉ ଯେଉଁ ଆମର ଅଶ୍ୱିନୀ ହିରୋ ସିଏ ବି ନା ଥିଲେନି ଆଉ ଏଇ ରକମ ଭିତରେ ତାର ବହୁତ କିଛି ପ୍ରୋବ୍ଲେମ୍ ଯାତ୍ରା ପାର୍ଟି ଭିତରେ ତାର ଡାନ୍ସ ବି ଠିକ୍ ଠାକ୍ ହେଉନି ଆଉ 300 ଟଙ୍କା ଦେଇ ଟିକେଟ୍ କାଟିମୁ ଆମେ ତା ଭିତରକୁ ପଶିଲା ପରେ ଏରକମ ଆମର କିଛି ଆମର ଯେଉଁ ଟିକେଟ୍ 300 ଟଙ୍କା ଦେଇ କିଛି ଫାଇଦା ହେଲାନି ଆମର ଆଉ ସେଇ କେହି ଥିଲାନି ଆମର ମାନେ ସବୁ ଅଲଗା ଅଲଗା ଆଣିକି ନଚଉଛନ୍ତି ଆଉ ମାନେ ଯେଉଁ ଆମର ଫାର୍ଷ୍ଟ ରାତି ଯେଉଁ ଆମର ନାଟକ ହେଇଥିଲା ସେଟାର ଯେଉଁ ହିରୋ କରିବା କଥା ସେ ହିରୋ ନାହିଁ ସେ ହିରୋଇନ୍ ଥିଲାନି ଏଇରକମ କ'ଣ ଚାହୁଁଛନ୍ତି ଯାତ୍ରା ପାର୍ଟି ଯଦି ଏତେ ଟଙ୍କାର ସେ ଯାତ୍ରା କରୁଛନ୍ତି ଯଦି ଆମେ 300 ଟଙ୍କା ଦେଇ ଟିକେଟ୍ କାଟିବୁ ଦର୍ଶକ ଆମେ ଯଦି ଯେଉଁଆକୁ ଆମେ ଚାହୁଁଛୁ ସେ ତ ଆମକୁ ମିଳୁନି ଆଉ ଆମେ ଦେଖିବା ପାଇଁ ଯେଉଁ ହିରୋ ହିରୋଇନ୍ ଆସୁଛୁ ସବୁ ଦେଖିବା ପାଇଁ ଆମେ ତ ସେଇ ମିଳୁନାହାନ୍ତି ନା ଆଉ କିଛି ଲାଭ ନାହିଁ ନା ମୁଁ ଦେଖି ସେଥିପାଇଁ ଆମେ ସେକେଣ୍ଡ ରାତି ଆଉ ଆସିଲୁନି ଆଉ ଫାର୍ଷ୍ଟ ରାତି ଗୋଟେ ଦିନ ଆସି ଆଉ 3 ରାତି ଆସିଲୁନି।